ନୂଆ ବେତନ ଆୟୋଗ ଲାଗୁ ପୂର୍ବରୁ ବଢ଼ିଲା ଭତ୍ତା ଲାଗୁ ହେଲା ନୂଆ ନିୟମ। ଜାଣନ୍ତୁ କେତେ ମିଳିବ ବକେୟା ରାଶି। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଆଉ ଏକ ଭେଟି ଦେବାକୁ ଯାଉଛନ୍ତି, ଯାହା ସେମାନଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାରେ ସାହାଯ୍ୟ କରିବ। କାହିଁକିନା କର୍ମଚାରୀଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ତେବେ ଆସନ୍ତୁ କେବେଠାରୁ ଏହି ସୁବିଧା ମିଳିବ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ଅଷ୍ଟମ ବେତନ ଅଧୀନରେ ଆସୁଥିବା ସରକାରୀ କର୍ମଚାରୀଙ୍କ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଚିଲଡ୍ରେନ୍ ଏଜୁକେସନ୍ ଆଲାଉନ୍ସ ବହନ କରିବେ କେନ୍ଦ୍ର ସରକାର। ଏହି ନୂଆ ନିୟମ ଅନୁଯାୟୀ ସରକାରୀ କର୍ମଚାରୀମାନେ ପ୍ରତି ମାସରେ 2812.5ର ଏକ ଶିକ୍ଷା ସହାୟକ ଭତ୍ତା ପାଇବେ। ଯଦି ସେମାନଙ୍କ ପିଲା ହଷ୍ଟେଲରେ ରହି ପଢ଼ୁଛନ୍ତି ତେବେ ସେମାନଙ୍କୁ ପ୍ରତି ମାସରେ 8437.5 ହଷ୍ଟେଲ ସବସିଡି ଭାବରେ ପାଇବେ। ଏନେଇ କର୍ମଚାରୀମାନେ ଏକ ସ୍ଥିର ପରିମାଣର ଅର୍ଥ ରାଶି ପାଇବେ। ଛଡ଼ା ଯେଉଁ ସମୟରେ ସେମାନଙ୍କ ମହଙ୍ଗା ଭତ୍ତା DA ହାଇକ୍ 50% ବୃଦ୍ଧି ପାଇବ, ଶିକ୍ଷା ଭତ୍ତାଟି ମଧ୍ୟ ସେହି ଅନୁସାରେ 25% ବୃଦ୍ଧି ହେବ। ସବୁଠୁ ବଡ଼ କଥା ହେଉଛି ଏହି ଭତ୍ତା କେବଳ କର୍ମଚାରୀଙ୍କ ଦୁଇ ପିଲାଙ୍କୁ ମିଳିବ। ଯଦି ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବେ ତେବେ ଜଣେ ହିଁ କେବଳ ଏହି ଭତ୍ତା ପାଇଁ ଦାବି କରିପାରିବେ। ପିଲାଟି ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ଜରୁରୀ। ଆର୍ଥିକ ବର୍ଷ ଶେଷ ହେବା ପରେ ହିଁ ଏହି ଭତ୍ତା ଟଙ୍କା ଆପଣ ଦାବି କରିପାରିବେ। ବର୍ଷକୁ କେବଳ ଥରେ ହିଁ ଏହି ଚିଲଡ୍ରେନ୍ ଏଜୁକେସନ୍ ଆଲାଉନ୍ସ ଶିକ୍ଷା ସହାୟତା ଭତ୍ତା ମିଳିବ। ନ୍ୟାସନାଲ ଏଜୁକେସନ୍ ପଲିସି ଅନୁଯାୟୀ କାର୍ଯ୍ୟକାରୀ ହେବା ଯୋଗୁଁ ଶିକ୍ଷାରେ କୌଣସି ପିଲାକୁ ପୁନରାବୃତ୍ତି କରିବାକୁ ପଡ଼େ, ତେବେ ଏନେଇ ସରକାର ଏକକାଳୀନ ସ୍ୱତନ୍ତ୍ର ଛାଡ଼ ପ୍ରଦାନ କରିବେ। ଶିକ୍ଷା ସହାୟତା ଭତ୍ତା ପୂର୍ବରୁ ପ୍ରଥମ ଶ୍ରେଣୀରୁ ପ୍ରଯୁଜ୍ୟ ହେଉଥିବା ବେଳେ ଏବେ ନର୍ସରୀ, LKG ଓ UKG ପାଇଁ ପ୍ରଯୁଜ୍ୟ ହେବ। ଏହି ନିୟମ 2023-24 ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେଉଛି। କିପରି ଉଠାଇବେ ଯୋଜନାର ଫାଇଦା? ପିଲାଟି ପାଠ ପଢ଼ୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ଠାରୁ ଏକ ପ୍ରମାଣପତ୍ର ଭତ୍ତା ଦାବି କରିହେବ। ହଷ୍ଟେଲ ପାଇଁ ସବସିଡି ପ୍ରମାଣପତ୍ରରେ ଖାଇବା ଓ ରହିବା ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଯଦି କୌଣସି ମତେ କର୍ମଚାରୀ ଛୁଟିରେ ଥିଲେ କିମ୍ବା ନିରବିତ ହୋଇଥିଲେ ଏହି ଭତ୍ତା ବନ୍ଦ ହେବ ନାହିଁ। ସେହିପରି ଅବସର କିମ୍ବା ଚାକିରିରୁ ବହିଷ୍କାର କ୍ଷେତ୍ରରେ ମଧ୍ୟ କର୍ମଚାରୀ ଯେଉଁ ଶିକ୍ଷା ବର୍ଷରେ ଚାକିରି ଛାଡ଼ିଥିଲେ ସେହି ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିବ। ତେବେ ଅଷ୍ଟମ ବେତନ କମିଶନ ଅଧୀନରେ ନୂଆ ଦରମା କର୍ମଚାରୀଙ୍କୁ 2027 ଶେଷ ବେଳକୁ ମିଳିପାରେ। ହେଲେ ଏନେଇ ସରକାର କୌଣସି ପ୍ରକାର ବଡ଼ ଘୋଷଣା କରିନାହାନ୍ତି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଯେ ଅଷ୍ଟମ ବେତନରେ ଯେଉଁ ନୂଆ ଅପଡେଟଟି ଆସିଛି ତାହା କ'ଣ ଆଉ ଆପଣମାନଙ୍କୁ କି ପ୍ରକାର ଏଥିରେ ଲାଭ ମିଳିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।